তদন্ত কেତେ নବ ଦାସ ତଦନ୍ତ ହଉଛି ପରା। ନବ ଦାସର ଓଡିଶା ଲୋକ ଆମେ ଦେଖୁଛୁ ପବ୍ଲିକ ରେ ମର୍ଡର ହେଇଗଲା, ଗୋଟେ କ୍ୟାବିନେଟ ମିନିଷ୍ଟର ନବ ଦାସ ତଦନ୍ତ ଚାଲିଛି। ତଦନ୍ତ କଣ କୋଉ ଜିନିଷ ତଦନ୍ତ ହଉନି? ସବୁ ଆଦିତ୍ୟ ଦାସ ତଦନ୍ତ ହଉନି କି? ଯଦି ସେ ଝିଅ ଗୁଡା ସବୁ ଲଭ୍ କରିକି ମରି ଯାଉଛନ୍ତି, ସବୁ ଲଭ୍ କରି ମରି ଯାଉଛନ୍ତି ନା, ଯଦି ଲଭ୍ କରି ମରି ଯାଉଛନ୍ତି ସେଗୁଡା ଶୁଖିଲାଟାରେ ସେ ଲୋକ ନାଁରେ ବଦନାମ କାଇଁ ଦଉଛନ୍ତି? ସମାଜରେ ଯଦି ସେବା ସମସ୍ତେ ଗୋଟେ ଗୋଟେ ସମାଜ ସେବୀ, ତାହେଲେ ସମାଜରେ ଏ ପର୍ଯ୍ୟନ୍ତ ଦଳିତ ଅବଳିତ ନିଷ୍ପେଷିତ ଲୋକ କାହିଁକି ରାସ୍ତାରେ ଶୋଉଛି? କି ସେବା ହଉଛି ସମାଜରେ? ହଁ, ମୋ ପାଖରେ ବର୍ତ୍ତମାନ ପୀଡ଼ିତା ଗଦା ହେଇଛନ୍ତି। ଶୁଣନ୍ତୁ ଆଜ୍ଞା, ପୀଡ଼ିତା ମୋ ପାଖରେ ଗଦା ହେଇଛନ୍ତି। ଆପଣଙ୍କ ନଜରରେ ଯୋଉ ସମାଜସେବୀ ମାନେ ଆଉଛନ୍ତି ତାଙ୍କୁ ଟିକେ ଡାକିବେ, ଫ୍ରେମ୍ ଭିତରେ ଯୋଉମାନେ ଆଉଛନ୍ତି ତାଙ୍କୁ ଟିକେ ମୋ ପାଖକୁ ଡାକିବେ। ବହୁତ ପୀଡ଼ିତା ଅଛନ୍ତି, ସେମାନେ ଟିକେ ସେବା କରିବେ। ନାରୀ କଳହ ବର୍ତ୍ତମାନ ତ ମାର୍କେଟରେ ଘାଣ୍ଟୁଛି। 2 ମାସ ହେଲା ଆମେ ନାରୀ କଳହ ଲେଖୁ, ତମ ନାରୀ ନେତ୍ରୀ ସମାଜସେବୀ ମାନେ ସବୁ କୁଆଡେ ଯାଉଛନ୍ତି କହୁନାହାନ୍ତି ଆପଣ? କାହାନ୍ତି ସିଏ? ଆମେ ଖୋଜୁଛୁ କାହିଁ ହଜିଗଲୁ ନା ମିଡିଆ। ଏ ପର୍ଯ୍ୟନ୍ତ ସତକୁ ସାମ୍ନାକୁ ନ ଆଣି ତାଙ୍କ ପାଖକୁ ଟଙ୍କା କାଇ ତମେ ଯୋଉ ନେଗେଟିଭ ଟାକୁ ଚଲଉଥିଲ ଆଜି ପଜିଟିଭ ଚଲଉଛ। ଏଇଟା ଜନସାଧାରଣ ପାଇଁ ଚଲଉଛ ନା ନିଜ ଭିଉଅର ପାଇଁ ଚଲଉଛ ନା ପକେଟ ଗରମ କରିବା ପାଇଁ ଚଲଉଛ? ଏଇଟା ଜନସାଧାରଣଙ୍କ ପାଖରେ ଏଇଟା କ୍ଲିୟର କର ଆଗ। ଏଇଟା ବିଶାଳ ପ୍ରଶ୍ନବାଚୀ। ତାହେଲେ ଏ ପର୍ଯ୍ୟନ୍ତ କିଟେ ପୁଣି ନେପାଳ ଛାତ୍ରୀ ମରୁଛି କାଇଁ? ସେ ପର୍ଯ୍ୟନ୍ତ କାଇଁ ଗଳା ଫଟେଇ କାଇଁ ଶୁଣୁନି? ମୁଁ କାନ କାଇଁ ଖୋଲା ଅଛି ମୋର କାଇଁ ଶୁଣା ହଉନି? ଏ ପର୍ଯ୍ୟନ୍ତ ଶୁଣୁନି? ମୁଁ କିଟ୍ ବାଟେ ଡେଲି ଯିବା ଆସିବା କରୁଛି, କାଇଁ କୋଉ ସମାଜସେବୀ ଦେଖୁନି, କୋଉଠି ଦେଖୁନି? ତାହେଲେ ଆର ମାନେ କଣ ଆପଣ କହୁନାହାନ୍ତି? ଯଦି ଗଭର୍ଣ୍ଣମେଣ୍ଟ ଜାଗା ଯେତିକି ମାଡି ବଇଛନ୍ତି ଅଚ୍ୟୁତ ସାମନ୍ତ, ସେ କେସ୍ କଣ ସରକାରଙ୍କର ଦମ ନାହିଁ? ସରକାର ଆସୁ ଆସୁ କହିଲେ ଯେ ହଁ ଆମେ ଇଏ କରିଦେବୁ, କାଇଁ ଏ ପର୍ଯ୍ୟନ୍ତ କାଇଁ କରିନାହାନ୍ତି? ଅଚ୍ୟୁତ ସାମନ୍ତ ଯେତିକି ମେଡାଲ ଆଣିକି ରଖିଛନ୍ତି, ଯେତିକି ଯାହା ମାନ୍ୟତା ପାଇକି ରଖିଛନ୍ତି, ତା ମୁଁ ବା ଦେଖିଲି ସେ କେସ୍ ଟା କାଲି ସକାଳେ ପଳେଇଗଲା। 3 ଦିନ ପରେ ଆପଣଙ୍କ ମିଡିଆରେ ମୁଁ ଦେଖିଲି, ଆପଣଙ୍କ ମିଡିଆରେ ଯେ ଅଚ୍ୟୁତ ସାମନ୍ତ ଅମକ ଜାଗାରୁ ଗୋଟେ ଅମକ ପାଇଗଲେ। କଣ କହିବେ? କିଟ୍ ରେ ଗୋଟେ ନେପାଳୀ ଛାତ୍ରୀ ମୃତ୍ୟୁ ହେଲା, ଦିଟା ନେପାଳୀ ଛାତ୍ରୀ ଏଠି ମୃତ୍ୟୁବରଣ କଲେ। ପ୍ରତିଦିନ ମୃତ୍ୟୁ ହଉଛି କିଟ୍ ରେ। ନେପାଳୀ ଛାତ୍ରୀ ହଉ, ହିନ୍ଦୀ ଛାତ୍ରୀ ହଉ, ପ୍ରତିଦିନ କିଟ୍ ରେ ମୃତ୍ୟୁ ହଉଛି। ଏଇଟା ଆମର କୋଶ୍ଚିନ୍ ହଉଛି, ଯେତିକି ମିଡିଆ ଲଗିଥିଲା ପଛରେ ବର୍ତ୍ତମାନ କିଟ୍ ରେ ହଉଥିଲା ଯୋଉ ମୃତ୍ୟୁ, ଏ ପର୍ଯ୍ୟନ୍ତ କିଟ୍ ଦୁଆରମରେ ସେତିକି ମିଡିଆକୁ ଆମେ ଓଡିଆ ଲୋକ କାହିଁକି ଦେଖି ପାରୁନାହୁଁ? ଯୋଉ ସମାଜସେବୀ ମାନେ ଯାଇକି ସେଠି ଗଳା ଫଟେଇ ଚିତ୍କାର କରୁଥିଲେ ରାସ୍ତାରେ, କିଟ୍ କି ଭାଙ୍ଗୁଥିଲେ, ସେମାନଙ୍କୁ କାହିଁ ଆମେ ଦେଖିବାକୁ ପାଉନାହୁଁ? ସେମାନେ କୁଆଡେ ଗଲେ? ଆମେ ବର୍ତ୍ତମାନ ଖୋଜୁଛୁ କୁଆଡେ ଗଲେ? ଆଉ ଯଦି ସେମାନେ ସତ କହୁଥିଲେ କି ଆମେ ସତ କହୁ, ତମେ ସତ କହୁଛ, ସତଟାକୁ ସାମ୍ନାକୁ ଆଣିବାକୁ ତାକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦିଆଯାଇଛି। ଏ ପର୍ଯ୍ୟନ୍ତ ସତକୁ ସାମ୍ନାକୁ ନ ଆଣି ତାଙ୍କ ପାଖକୁ ଟଙ୍କା କାଇ ତମେ ଯୋଉ ନେଗେଟିଭ ଟାକୁ ଚଲଉଥିଲ ଆଜି ପଜିଟିଭ ଚଲଉଛ। ଏଇଟା ଜନସାଧାରଣ ପାଇଁ ଚଲଉଛ ନା ନିଜ ଭିଉଅର ପାଇଁ ଚଲଉଛ ନା ପକେଟ ଗରମ କରିବା ପାଇଁ ଚଲଉଛ? ଏଇଟା ଜନସାଧାରଣଙ୍କ ପାଖରେ ଏଇଟା କ୍ଲିୟର କର ଆଗ। ଏଇଟା ବିଶାଳ ପ୍ରଶ୍ନବାଚୀ। ଏଇଟା ଚତୁର୍ଥ ସ୍ତମ୍ଭ ଉପରେ ବିଶାଳ ପ୍ରଶ୍ନବାଚୀ। ଏଇଟା କ୍ଲିୟର କର ଆଗ ଫାଷ୍ଟ। ଟଙ୍କା ଖାଇ ବଦଳି ଯାଇନ ତ? କାଲି ଅଚ୍ୟୁତ ସାମନ୍ତ ଖରାପ ଥିଲା, ଝିଅ ସପ୍ଲାଏ କରୁଥିଲା, ଆମକ କରୁଥିଲା, ଧମକ କରୁଥିଲା, 40,000 ଲୋକଙ୍କୁ ଘରୁ ଆଣି ଖାଇବାକୁ ଦଉନଥିଲା। ଆଜି ଅଚ୍ୟୁତ ସାମନ୍ତ ଖରାପ ହେଇଗଲା। ଆଜି ଅଚ୍ୟୁତ ସାମନ୍ତ ଯୋଉ ଖରାପ ତମକୁ ଇଏ କର, ତା ମାନେ ତମେ ଚାହୁଁଥିଲ ଅଚ୍ୟୁତ ସାମନ୍ତ ପଇସା ଖାଇବାକୁ ତାକୁ ବଦନାମ କରୁଥିଲ। ଅଚ୍ୟୁତ ସାମନ୍ତକୁ ପଇସା କାଢିବା ପାଇଁ ତାମାନେ ବଦନାମ କରୁଥିଲେ, ଏଇଗୁଡାକ ସ୍ପଷ୍ଟ। ଯଦି ନ କରୁଥିଲେ ତାହେଲେ ଏ ପର୍ଯ୍ୟନ୍ତ କିଟେ ପୁଣି ଗୋଟେ ନେପାଳୀ ଛାତ୍ରୀ ମରୁଛି କାଇଁ? ସେ ପର୍ଯ୍ୟନ୍ତ କାଇଁ ଗଳା ଫଟେଇ କାଇଁ ଶୁଣୁନି? ମୁଁ କାନ କାଇଁ ଖୋଲା ଅଛି ମୋର କାଇଁ ଶୁଣା ହଉନି? ଏ ପର୍ଯ୍ୟନ୍ତ ଶୁଣୁନି? ମୁଁ କିଟ୍ ବାଟେ ଡେଲି ଯିବା ଆସିବା କରୁଛି, କାଇଁ କୋଉ ସମାଜସେବୀ ଦେଖୁନି, କୋଉଠି ଦେଖୁନି? ତାହେଲେ ଆର ମାନେ କଣ ଆପଣ କହୁନାହାନ୍ତି? ଆପଣ ଗୋଟେ ସେ କିଟ୍ ଜାଗାରେ, ଅଚ୍ୟୁତ ସାମନ୍ତ ଜାଗାରେ ଆପଣ ରହିଯାଆନ୍ତୁ। ଅଚ୍ୟୁତ ସାମନ୍ତ ଜାଗାରେ ଆପଣ ରହିଯାଆନ୍ତୁ। କିଟ୍ ରେ ବର୍ତ୍ତମାନ ଆପଣ ଧର କଲେଜ ଏତେ ବଡ ଅନୁଷ୍ଠାନ ଖୋଲିଦେଲେ, ଆପଣ କଣ ଯାଇକି ଯଦି ସବୁ ପିଲାଙ୍କ ସାଙ୍ଗରେ, ସବୁ ଲେକ୍ଚର ସାଙ୍ଗରେ, ସମସ୍ତଙ୍କ ସାଙ୍ଗରେ ଯଦି ଆପଣ ଡିଲ୍ କରିଥାନ୍ତେ, ତାହେଲେ ଆପଣ ଷ୍ଟାଫ୍ କାହିଁ ରଖିଛନ୍ତି ସେଠି? ସେ ଷ୍ଟାଫ୍ ଅଛନ୍ତି କଣ କରିବା ପାଇଁ? ଯଦି ଅଚ୍ୟୁତ ସାମନ୍ତ ସବୁ କିଛି ବୁଝୁଛନ୍ତି, ଷ୍ଟାଫ୍ କଣ କରୁଛନ୍ତି ସେଠି ରହିକି? ଯଦି ଷ୍ଟାଫ୍ କରୁଛନ୍ତି, ଯଦି ଅଚ୍ୟୁତ ସାମନ୍ତ ଠିକ ଅଛି, ଅଚ୍ୟୁତ ସାମନ୍ତ ଇଲିଗାଲ କରୁଛନ୍ତି, ଅଚ୍ୟୁତ ସାମନ୍ତ ଜାଗା ଯେତିକି ମାଡି ବଇଛନ୍ତି, ସେ କେସ୍ ଟା କୁଆଡେ ଗଲା ମତେ କୁହନ୍ତୁ? ଯଦି ଗଭର୍ଣ୍ଣମେଣ୍ଟ ଜାଗା ଯେତିକି ମାଡି ବଇଛନ୍ତି ଅଚ୍ୟୁତ ସାମନ୍ତ, ସେ କେସ୍ କଣ ସରକାରଙ୍କର ଦମ ନାହିଁ? ସରକାର ଆସୁ ଆସୁ କହିଲେ ଯେ ହଁ ଆମେ ଇଏ କରିଦେବୁ, କାଇଁ ଏ ପର୍ଯ୍ୟନ୍ତ କାଇଁ କରିନାହାନ୍ତି? ଅଚ୍ୟୁତ ସାମନ୍ତ ଯେତିକି ମେଡାଲ ଆଣିକି ରଖିଛନ୍ତି, ଯେତିକି ଯାହା ମାନ୍ୟତା ପାଇକି ଆଣି ରଖିଛନ୍ତି, ତା ମୁଁ ବା ଦେଖିଲି ସେ କେସ୍ ଟା କାଲି ସକାଳେ ପଳେଇଗଲା। 3 ଦିନ ପରେ ଆପଣଙ୍କ ମିଡିଆରେ ମୁଁ ଦେଖିଲି, ଆପଣଙ୍କ ମିଡିଆରେ ଯେ ଅଚ୍ୟୁତ ସାମନ୍ତ ଅମକ ଜାଗାରୁ ଗୋଟେ ଅମକ ପାଇଗଲେ। ଆରେ ଭାଇ, ଗୋଟେ ଜିନିଷ, ଷଣ୍ଢ ରାସ୍ତାରେ ଗଲେ 1000 କୁତା ଭୁକିବେ, ଷଣ୍ଢ ତାକୁ ପଛକୁ ବୁଲିକି ଅନେଇବନି। ତାପରେ ଆଉ ଗୋଟେ ଦ୍ୱିତୀୟ ଜିନିଷ ହଉଛି, ଯଦି ଅଚ୍ୟୁତ ସାମନ୍ତ ଯେତିକି ଆଲିଗାନ୍ସ ଆସ୍ଥା ସବୁ ଯାକ ସତ, ତାହେଲେ ଏ ପର୍ଯ୍ୟନ୍ତ ସେ କୁଆଡେ ଗଲେ ସବୁ ସମାଜସେବୀ? ପ୍ରଥମ କଥା, ଏଟା ବିଶାଳ ପ୍ରଶ୍ନବାଚୀ। ଏ କଥା ଭିତରେ ବହୁତ ଜିନିଷ ଅଛି। ସେ ସମାଜସେବୀ ମାନେ କୁଆଡେ ଗଲେ? ଯୋଉମାନେ ସବୁ ରାସ୍ତାରେ ଆସି ଗଳା ଫଟିକି ଚିତ୍କାର କରୁଥିଲେ ଯେ ଅମକ ହେଇଗଲା, ଧମକ ହେଲା, ଢିଙ୍କି ହେଲା, ବଗ ହେଇଗଲା, ସେମାନେ କୁଆଡେ ଗଲେ? ସେମାନେ କୁଆଡେ ଗଲେ? ସେ ଲୋକ କାହାନ୍ତି? ସେ ଲୋକ କେହି ଦେଖା ଯାଉନାହାନ୍ତି। ଆଉ ଅଚ୍ୟୁତ ସାମନ୍ତ ଗୋଟେ ଚିନ୍ତା କରନ୍ତୁ, ଅଭାବୀ ଆଖିରେ ଥିଲା ବଡ ହବାର ସ୍ୱପ୍ନ ଅଚ୍ୟୁତ ସାମନ୍ତଙ୍କର। ଅଚ୍ୟୁତ ସାମନ୍ତ ଜଗତସିଂହପୁର ଏଠିକି ଆସିକି ଏ ବେସ୍ଟାକୁ ତିଆରି କରିକି ଏତେ ବାଟ ଆଗକୁ ନେଇକି ଯାହା ଯେମିତି କରିକି ଗଲେ। ଆଜି ଯେତେବେଳେ ବଦନାମ ହଉ, ନାଁ ଥିଲେ ବଦନାମ ହୁଏ, ମୁଁ ଆପଣଙ୍କୁ କହିଲିନି, ନାଁ ଥିଲେ ବଦନାମ ହୁଏ। ତେଣୁ ଯେ ନାଁ ଅଛି, ବଦନାମ ଆଇଲା। ଆଉ କାଲି ସକାଳେ ମିଡିଆ ଯୋଉମାନେ ସବୁ ଗଳା ଫଟେଇ ଚିତ୍କାର କରୁଥିଲେ, ତାଙ୍କର କାହିଁ ସୁଗା ଯାଉନି? କି 2-3ଟା ବର୍ତ୍ତମାନ ଗଜନ କରୁଛନ୍ତି, ବୋଧେ ତାଙ୍କର ସେଟଲମେଣ୍ଟ ହେଇନି, ଆମେ ଏଇଆ ଭାବୁଛୁ। ଆଉ କଣ? ଆମେ ଖାଲି ଓଡିଆ ଲୋକ 349 ଖର୍ଚ୍ଚ କରି ଆମ ହାତରୁ କିଏ ଗାଁ ଗହଳିରେ ଚାଉଳ ବିକ୍ରି କରିଥବ, କେବଳ ଇଏ ଖାଲି ଦଲାରିଗିରି ଦେଖୁଛୁ, ଆଉ ତା ଛଡା କିଛି ନୁହଁ, କେବଳ ଏ ଦଲାରିଗିରି।
ଆଉ କିଛି ନୁହଁ। ନିରପେକ୍ଷ ଖବର କୋଉଠି ଆମେ ଦେଖୁଛୁ କାହିଁ? ନିରପେକ୍ଷ ଖବର ଯୋଉ 4-8ଟା ଟିଭି ଚ୍ୟାନେଲ ସାଟେଲାଇଟ୍ ଚ୍ୟାନେଲ ଅଛି ସିଏ ତାଙ୍କର ତା ଭିତରେ କିଏ ସିଏ କାହାର ଅମକ ଦଳ ହେଇଗଲାଣି, ସିଏ ଅମକ ବ୍ୟବସାୟୀ ରହିଗଲାଣି, ସିଏ ଦମକର ହେଇଗଲାଣି। କ'ଣ ନିରପେକ୍ଷ ଆମେ ଦେଖୁଛୁ ଆପଣ କହୁନାହାନ୍ତି? ତଦନ୍ତ ହଉଛି ବୋଲି ଆଉ କୁହାଯାଉଛି। ତଦନ୍ତ କେତେ ନବ ଦାସ ତଦନ୍ତ ହଉଛି ପରା। ନବ ଦାସର ଓଡ଼ିଶା ଲୋକ ଆମେ ଦେଖୁଛୁ ପବ୍ଲିକରେ ମର୍ଡର ହେଇଗଲା, ଗୋଟେ କ୍ୟାବିନେଟ ମିନିଷ୍ଟର ନବ ଦାସ ତଦନ୍ତ ଚାଲିଛି। ତଦନ୍ତ କ'ଣ କୋଉ ଜିନିଷ ତଦନ୍ତ ହଉନି? ସବୁ ଆଦିତ୍ୟ ଦାସ ତଦନ୍ତ ହଉନି କି? ଆଦିତ୍ୟ ଦାସ ତଦନ୍ତ ହଉଛି। ଆପଣ ମିଡିଆକୁ କହୁଛନ୍ତି, ଆପଣ ଯୋଉମାନେ ତଦନ୍ତ କରୁଛନ୍ତି ସେମାନଙ୍କୁ କାହିଁ କହୁନାହାନ୍ତି? ସେମାନଙ୍କୁ କିଏ କହିବ? ସରକାର କହିବେ ନା ଆମେ କହିବୁ? ତାଙ୍କୁ ସରକାର ଯିଏ ଥିବ ସିଏ କହିବୁ ନା ଆମେ କାହିଁ କହିବୁ? ଯିଏ ତଦନ୍ତ କରୁଛନ୍ତି ତଦନ୍ତ ଅଫିସର ମାନେ ସେ କାହା ଅଧୀନରେ? ମୋ ଅଧୀନରେ ଅଛନ୍ତି, ମୋ ଘରେ ଖାଉଛନ୍ତି ସିଏ ସରକାରଙ୍କ ଅଣ୍ଡରରେ ଅଛନ୍ତି। ତେଣୁ ସରକାର ତାଙ୍କୁ ତଦନ୍ତ ପ୍ରେସର ପକେଇଲେ ଆମେ ପକେଇବୁ। ମିଡିଆର କାମ ହଉଛି ଆଜ୍ଞା ବାହାର ଲୋକ ଦର୍ଶକଙ୍କୁ ମାନେ ସେ ଜନସମ୍ମୁଖକୁ ପ୍ରସାରଣ କରିବାର କାର୍ଯ୍ୟ ହେଉଛି ଗଣମାଧ୍ୟମର। ଗଣମାଧ୍ୟମ କିନ୍ତୁ ଗଣମାଧ୍ୟମର ମୁଁ ବା ସେଇଟା ପଚାରୁଛି ଯେ ଗଣମାଧ୍ୟମ ଯୋଉ ସେଇ ରେଟ୍ରେ ଯୋଉ ପ୍ରସାରଣ କରୁଥିଲା, ଇଏ ପ୍ରସାରଣଟା ସେକେଣ୍ଡ ମର୍ଡରରେ କାହିଁ କମିଗଲା? ମୁଁ କହୁନାହାନ୍ତି ମୋତେ କାହିଁକି? ସେ ଯୋଉ କେମିତି ମଲା, କେମିତି ଓଲା ହେଲା, ତା ଗଳାରୁ କିଏ ଖୋଲିଲା, କେମିତି କାଚ ଭାଙ୍ଗି ଗଲେ, ସେଗୁଡ଼ା ସବୁ ଗଣମାଧ୍ୟମ ଦେଖିଦେଲୁ। କିନ୍ତୁ ବର୍ତ୍ତମାନ ସେ କୁଆଡ଼େ ଗଲା, ତା ରିପୋର୍ଟ କୁଆଡ଼େ ଗଲା, କାହିଁ କେହି କାହା କବେ ମୁଁ ଦେଖିପାରୁନି ଆଜ୍ଞା। କାହାରିକି ମୁଁ କାହିଁ ଦେଖିପାରୁନି ଖୋଜିକି। ସବୁ ଯଦି ସେଇଟା ଲଭ୍ ଗୋଟେ ଚିନ୍ତା କରନ୍ତୁ ଆପଣ। ଯଦି ସେ ଝିଅଗୁଡ଼ା ସବୁ ଲଭ୍ କରିକି ମରିଯାଉଛନ୍ତି, ସବୁ ଲଭ୍ କରିକି ମରିଯାଉଛନ୍ତି ନା, ଯଦି ଲଭ୍ କରି ମରିଯାଉଛନ୍ତି ସେଗୁଡ଼ା ଶୁଖିଲାଟାରେ ସେ ଲୋକ ନାଁରେ ବଦନାମ କାହିଁ ଦେଉଥିଲା? ତାକୁ ଏ ସୁନାମ ଦେଇପାରିବ କି? ଦେଇପାରିବନି। ବଦନାମ ଦେଇଦେଲ। ତେଣୁ ବଦନାମଟା ଯଦି ସମସ୍ତେ ଏଠି ବଦନାମ କରିବା ପାଇଁ 2 ମିନିଟ୍ ଲାଗିବ। ନାଁ ଦେଲେ ବଦନାମ ହୁଏ। ଆଉ କ'ଣ ନାଁ ସେ ତିଆରି କରିଛି, ଏତେ ଦିନ ସଂଘର୍ଷ କରିକି ନାଁ ତିଆରି କରିଛି। ଏମାନେ ତାକୁ ସେଗୁଡ଼ା ବେଷ୍ଟ କ୍ଲାସ୍ର ଏଣ୍ଟରପ୍ରାଇଜେସ୍। ବେଷ୍ଟ ଏଣ୍ଟରପ୍ରାଇଜେସ୍ ଟପ୍ର ଅଛନ୍ତି ଅଚ୍ୟୁତ ସାମନ୍ତ। ଭୁବନେଶ୍ୱର ଭିତରେ କ'ଣ ଇଞ୍ଜିନିୟରିଂ କଲେଜ ନାହିଁ ନା କ'ଣ ମେଡ଼ିକାଲ ନାହିଁ ନା କ'ଣ ନାହିଁ? ଅଚ୍ୟୁତ ସାମନ୍ତ କଳିଙ୍ଗ ନ୍ୟୁଜ୍ ରଖିଛି। କଳିଙ୍ଗ ନ୍ୟୁଜ୍ କୋଉ ଜାଗାରେ ଯାଇକି ଆମର ଇଏ କଲାଣି, କାହା ଏଗେନ୍ଷ୍ଟରେ ଯାଇକି କରୁଛି, କାହାକୁ ପଇସା ନେଇକି ଯାଉଛି?